ଆଲୋ ବାମୁଣ ଛୁଆ କଦଳୀ ପୁଆ ଯୋଉଠି ପଟୁ ସେଠେଇ ଠିଆ। ଚାଲ ମନ୍ଦିରରେ ପୂଜା କରିବି ମୁଁ ଭଉଣୀ ପୋଷି। ଆଜ୍ଞା ନମସ୍କାର, ମୁଁ ମାନସ ପଣ୍ଡା। ପ୍ରଥମେ ଆମର ପ୍ରଚାର ପ୍ରସାର ଭାଇମାନଙ୍କୁ ଅଶେଷ ଧନ୍ୟବାଦ। ରାତି ଅନିଦ୍ରା ହେଇ ଆମ କଥା ଟିକେ ଦର୍ଶକ ମାନଙ୍କ ପାଇଁ ପହଞ୍ଚେଇ ପାରୁଛନ୍ତି। ଆଜିର ବାର୍ତ୍ତା ହେଉଛି ରାଣୀ ପଣ୍ଡା ଓ ଖଣ୍ଡଗିରି ମନ ନାଟକଟି ଜଣେ ନାରୀ ତା ଜୀବନରେ ଘଟି ଯାଇଥିବା କିଛି ଘଟଣାକୁ ନେଇ ମିଛକ ସତ୍ୟ ଘଟଣା ଉପରେ ନାଟକଟି ଆଧାରିତ, ଯୋଉଟାକି ଖଣ୍ଡଗିରି ମେଳାରେ 6 ରାତି ଧରି ହ୍ୟାଟ୍ରିକ୍ ସେଲ୍ ମାନେ 5ଟା ଯାତ୍ରାପାଟିକି ଧରି ନମ୍ବର 1 ରେ ରହିପାରିଲା ରାଣୀ ପଣ୍ଡା ଓ ଖଣ୍ଡଗିରି ମନା। ତେଣୁ ନାଟକରେ ବାର୍ତ୍ତା ହେଉଛି ଏତିକି, ଗୋଟେ ନାରୀ ପ୍ରତି ଘଟି ଯାଇଥିବା ଘଟଣାକୁ ସମସ୍ତେ ଦେଖନ୍ତୁ, ଅଙ୍ଗେ ଲିଭାନ୍ତୁ। ନାରୀଟି କାହିଁକି ଆଜି ମାନେ ମାନେ ସମାଜରେ ଗୋଟେ ଘୃଣିତର ଆଖ୍ୟା ଦେଇଯାଇଛି। ତେଣୁ ସେ ଘୃଣିତ କରେଇଛି କିଏ? ସମାଜର ବଡ ପଣ୍ଡା ମାନେ, ଯେଉଁମାନଙ୍କ ଦ୍ଵାରା ସିଏ ଧର୍ଷିତା ହେଇଛି, କି ନିଜର ଜୀବନଟାକୁ ଛାରଖାର କରିଦେଇଛି, ତାରି ଉପରେ ନାଟକ ଦେଇଛି ରାଣୀ ପଣ୍ଡା ଓ ଖଣ୍ଡଗିରି ମନା। ଆଉ ସେଥିରେ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି। ରାଣୀ ପଣ୍ଡା ଖଣ୍ଡଗିରି ମନା ଏ ଯାତ୍ରାରେ ଅନୁଭୂତି ରାଣୀ ପଣ୍ଡା ଖଣ୍ଡଗିରି ମନାରେ ମୁଁ ତ ରାଣୀ ପଣ୍ଡାର ସାନ ଭାଇ ହେଇଛି ନା। ତେଣୁ ସାନ ଭାଇ ହିସାବରେ ଏତିକି ମୁଁ କହିଲି, ମୁଁ ବି ତାକୁ ବହୁତ ଟର୍ଚର କରିଛି, ପଇସା ପତ୍ର ତାଠୁ ନେଇଛି। ମୁଁ ଯେତେବେଳେ ଜାଣିପାରିଛି ଯେ ମୋ ନାନୀ ଏତେ ଦୁଃଖ କଷ୍ଟ ସହିକି ଭୁବନେଶ୍ୱର ସହରରେ ଷ୍ଟ୍ରଗଲ କରି ମୋ ପାଇଁ ପଇସା ପଠେଇଛି, ତାପରେ ମୁଁ ବି ଚେଞ୍ଜ ହେଇଯାଇଛି। ଆମେ ଭାଇ ଭଉଣୀ ଏକାଠି ହେଇଛୁ ଗୋଟେ ଭୁବନେଶ୍ୱର ରାଜରାସ୍ତା ଉପରେ। ଅନ୍ଧାର ରାତି ଭିତରେ ଯେତେବେଳେ ଦେଖା ହେଇଛି, ନାନୀ ନାନୀ ତୁ କାହିଁକି ମରିଯିବୁ କହିଲୁ? ଆଲୋ ତୋ ଭାଇ ପରା ବଞ୍ଚିଛି। ମୁଁ ଜାଣିଛି ମୋ ରାଣୀ ନାନୀ ସୁନା ନାଖି ଝିଅ, କେହିକି ବି ଜାଣି ଶୁଣି ଭୁଲ କରିଲ ନାନୀ। ଥର ଅବାଟକୁ ଯାଇଥିବା ପାଦଟା ଏତେ ସହଜରେ ବାଟକୁ ଫେରି ପାରେନି। ଆଉ ଦରକାର ନାହିଁ ତୋର ଭୁବନେଶ୍ୱର ସହରରେ ରହିବା, ଦରକାର ନାହିଁ ହିରୋଇନ ଏଇ ଟଙ୍କା ରୋଜଗାର କରିବା। ତୋ ଭାଇ ବଞ୍ଚିଛି। ଆରେ ବାମୁଣ ଛୁଆ କଦଳୀ ପୁଆ ଯୋଉଠି ପଟୁ ସେଠେଇ ଠିଆ। ଚାଲ ମନ୍ଦିରରେ ପୂଜା କରିବି ମୁଁ ଭଉଣୀ ପୋଷି। ଏଇ ନାଟକ ଡାୟଲଗ ଥିଲା। ଯାଉ ଭଲ ଲାଗୁଛି। ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଆପଣମାନେ ରାତିନିଦ୍ରା ହେଇକି ଆସୁଛନ୍ତି ନାଟକଟିକୁ ପ୍ରସାର କରିବା ପାଇଁ। ମିଡିଆ ଭାଇମାନଙ୍କୁ ମାନସ ପଣ୍ଡାର ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।